ସବୁଠାରୁ ଲଜ୍ଜାଜନକ କଥା ହେଉଛି ସ୍ୱାମୀଜୀଙ୍କର ହତ୍ୟାକାଣ୍ଡର ତଦନ୍ତ ପାଇଁ ଗଠିତ ଜଷ୍ଟିସ୍ ମହାପାତ୍ର କମିଶନ ଏବଂ ଜଷ୍ଟିସ୍ ନାଇଡୁ କମିଶନଙ୍କର ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ଓ ଫାଇଲ ଗୁଡ଼ିକୁ ଷଡ଼ଯନ୍ତ୍ର ସ୍ୱରୂପ ଗାୟବ କରି ଦିଆଯାଇଥିଲା। ଲୋକସଭା ଭବନରୁ ସ୍ୱାମୀଜୀଙ୍କର ହତ୍ୟାକାଣ୍ଡର ତଦନ୍ତ ଫାଇଲ ହଜିବା ଇଏ କୌଣସି ସାଧାରଣ ଅବହେଳା ନୁହେଁ। ଏହା ଥିଲା ଏକ ସୁଚିନ୍ତିତ ସାଂଘାତିକ ଷଡ଼ଯନ୍ତ୍ର ଯାହାକି ଆମ ସରକାର ଉଜାଗର କରିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପମାନ ନେଉଛନ୍ତି। କିନ୍ତୁ ଗତ କିଛି ବର୍ଷ ହେଲା ଧର୍ମ ନିରପେକ୍ଷତା ଓ ଆଧୁନିକତାର ଗ୍ୱାହି ଦେଇ ହିନ୍ଦୁତ୍ୱକୁ ଅପମାନିତ କରିବା ପାଇଁ କିଛି ହିନ୍ଦୁ ବିରୋଧୀ ଓ ଦେଶ ବିରୋଧୀ ଗୋଷ୍ଠୀ ପଛଉନାହାନ୍ତି। ନିଜ ଧର୍ମକୁ ଆମ ସରଳ ଲୋକଙ୍କର ମନ ଭିତରେ ଭର୍ତ୍ତି କରି ଆମ ବିରୁଦ୍ଧରେ ଘୃଣା ସୃଷ୍ଟି କରାଉଛନ୍ତି। କୌଣସି ପରିସ୍ଥିତିରେ ଏହାକୁ ଟଲରେଟ୍ କରାଯିବ ନାହିଁ। ଆମେ ସମସ୍ତଙ୍କୁ ସମ୍ମାନ ଦେବୁ ଆଉ ସମ୍ମାନ ଦଉଛୁ ମଧ୍ୟ, କିନ୍ତୁ ଆମକୁ ଅସମ୍ମାନ କଲେ ସହିବୁ ନାହିଁ। ହିନ୍ଦୁତ୍ୱ କୌଣସି ସଂକୀର୍ଣ୍ଣ ଧର୍ମାନ୍ତତା ନୁହେଁ। ହିନ୍ଦୁତ୍ୱ ହେଉଛି ଭାରତର ଆତ୍ମା, ସଂସ୍କୃତି, ମାନବତା, ଦେଶ ପ୍ରେମ ଏବଂ ସାର୍ବଭୌମତ୍ୱର ଇଏ ହେଉଛି ଆମର ଜୀବନ୍ତ ପ୍ରତୀକ। ସ୍ୱାମୀ ଲକ୍ଷ୍ମଣ ସରସ୍ୱତୀଜୀ ଥିଲେ ଏହି ହିନ୍ଦୁତ୍ୱର ସଚ୍ଚା ପ୍ରହରୀ। ଜଙ୍ଗଲ ଅଞ୍ଚଳରେ ଚାଲିଥିବା ଅବୈଧ ଧର୍ମାନ୍ତରୀକରଣ, ଦେଶ ବିରୋଧୀ ଷଡ଼ଯନ୍ତ୍ର ଏବଂ ଗୋହତ୍ୟା ବିରୋଧରେ ସେ ଉଭୟ ବାଣୀ ଶୁଣେଇଥିଲେ। ପ୍ରଲୋଭନ ଦେଖାଇ ଯେଉଁମାନେ ଗରିବ ବନବାସୀଙ୍କର ଧର୍ମ ଓ ସଂସ୍କୃତିକୁ ଛଡ଼ାଇ ନେବାକୁ ଚେଷ୍ଟା କରୁଥିଲେ ସେମାନଙ୍କ ଆଗରେ ସ୍ୱାମୀଜୀ ହିମାଳୟ ପରି ଛିଡ଼ା ହୋଇଥିଲେ। ସେ ବୁଝିଥିଲେ ଯେ ଯଦି ଗ୍ରାମାଞ୍ଚଳ ବନବାସୀ ଅଞ୍ଚଳରେ ହିନ୍ଦୁ ସଂସ୍କୃତି ଦୁର୍ବଳ ହୋଇଯିବ ତେବେ ରାଷ୍ଟ୍ରର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି ହେବ। ସେଥିପାଇଁ ସେ ଗୋ ସଂରକ୍ଷକ, ସାମାଜିକ କଲ୍ୟାଣ, ଜନଜାତିଙ୍କର ଆଧ୍ୟାତ୍ମିକ ଉତ୍ଥାନ ଏବଂ ସଂସ୍କୃତ ଶିକ୍ଷା ପ୍ରସାର ପାଇଁ ଅହରାତ୍ର ଉଦ୍ୟମ ଏବଂ କାର୍ଯ୍ୟ କରିଥିଲେ। ସେ ଆମକୁ ଶିଖେଇଛନ୍ତି ଯେ ସମାଜର ଶେଷ ରାଜ୍ୟରେ ଛିଡ଼ା ହୋଇଥିବା ବ୍ୟକ୍ତିର ସେବା ହେଉଛି ପ୍ରକୃତ ଈଶ୍ୱରଙ୍କର ସେବା। ବନବାସୀଙ୍କୁ ସେ ସନ୍ତାନୋତ୍ସମ ଦେଖୁଥିଲେ, ସ୍ନେହ ଶ୍ରଦ୍ଧା ସହିତ ନିଜର ସନ୍ତାନ ଭଳି ସେ ଦେଖୁଥିଲେ। ଆଜି ଏହି ମଞ୍ଚରେ ମୁଁ ଦୁଃଖ ଏବଂ କ୍ରୋଧର ସହ ଓଡ଼ିଶାବାସୀଙ୍କୁ ମନେ ପକାଇ ଦେବାକୁ ଚାହୁଁଛି ଯେ କିଭଳି ଭାବରେ 2008 ମସିହା ଜନ୍ମାଷ୍ଟମୀର ପବିତ୍ର ରାତିରେ ଜଣେ 80 ବର୍ଷର ନିରୀହ ବୃଦ୍ଧ ସନ୍ନ୍ୟାସୀଙ୍କୁ ନିର୍ଦ୍ଦୟ ଭାବେ ହତ୍ୟା କରାଯାଇଥିଲା। ଓଡ଼ିଶାର ତତ୍କାଳୀନ ସରକାର ସ୍ୱାମୀଜୀଙ୍କୁ ସୁରକ୍ଷା ଦେବାର ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇଥିଲେ। ଏହା ବ୍ୟତୀତ ଦୋଷୀଙ୍କ ବିରୁଦ୍ଧରେ ଦଣ୍ଡମୂଳକ ପଦକ୍ଷେପ ନେବାକୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇଥିଲେ। କେବଳ ଆତ୍ମସନ୍ତୋଷ ଓ ତୁଷ୍ଟିକରଣ ରାଜନୀତି ପାଇଁ ସେମାନେ ସ୍ୱାମୀଜୀଙ୍କ ଏ ସୁରକ୍ଷାକୁ ବଳି ପକାଇ ଦେଇଥିଲେ। ସବୁଠାରୁ ଲଜ୍ଜାଜନକ କଥା ହେଉଛି ସ୍ୱାମୀଜୀଙ୍କର ହତ୍ୟାକାଣ୍ଡର ତଦନ୍ତ ପାଇଁ ଗଠିତ ଜଷ୍ଟିସ୍ ମହାପାତ୍ର କମିଶନ ଏବଂ ଜଷ୍ଟିସ୍ ନାଇଡୁ କମିଶନଙ୍କର ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ଓ ଫାଇଲ ଗୁଡ଼ିକୁ ଷଡ଼ଯନ୍ତ୍ର ସ୍ୱରୂପ ଗାୟବ କରି ଦିଆଯାଇଥିଲା। ଲୋକସଭା ଭବନରୁ ସ୍ୱାମୀଜୀଙ୍କର ହତ୍ୟାକାଣ୍ଡର ତଦନ୍ତ ଫାଇଲ ହଜିବା ଇଏ କୌଣସି ସାଧାରଣ ଅବହେଳା ନୁହେଁ। ଏହା ଥିଲା ଏକ ସୁଚିନ୍ତିତ ସାଂଘାତିକ ଷଡ଼ଯନ୍ତ୍ର ଯାହାକି ଆମ ସରକାର ଉଜାଗର କରିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପମାନ ନେଉଛନ୍ତି। ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିବା ପାଇଁ ଫାଇଲ ହଜିବାର ତଦନ୍ତ ଦାୟିତ୍ୱ କ୍ରାଇମ ବ୍ରାଞ୍ଚକୁ ମଧ୍ୟ ଦିଆଯାଇଛି। ଆଜି ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ, ଓଡ଼ିଶାର ମୁଖ୍ୟ ସେବକ ଭାବେ ଏହି ପବିତ୍ର ମଞ୍ଚରୁ ଆପଣମାନଙ୍କୁ ଏବଂ ଓଡ଼ିଶାର 4.5 କୋଟି ଜନସାଧାରଣଙ୍କୁ ଦୃଢ଼ ଆଶ୍ୱାସନା ଦେଉଛି, ନିଶ୍ଚିତ ଭାବେ ସତ୍ୟର ଉନ୍ମୋଚନ ହେବ। ଆମ ସରକାର କାହାରିକୁ ଛାଡ଼ିବେ ନାହିଁ। ଯେଉଁମାନେ ଏହି ହତ୍ୟାକାଣ୍ଡ ପଛରେ ରହି ଷଡ଼ଯନ୍ତ୍ର ରଚିଛନ୍ତି ସେମାନଙ୍କର ପ୍ରକୃତ ଚେହେରା ଓଡ଼ିଶାବାସୀଙ୍କ ସାମ୍ନାକୁ ନିଶ୍ଚିତ ଭାବରେ ଆସିବ। ସ୍ୱାମୀଜୀଙ୍କର ବଳିଦାନ ବୃଥା ଯିବ ନାହିଁ। ଆମ ସରକାର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ସ୍ମୃତି, ତାଙ୍କର ଆଦର୍ଶ ଏବଂ ତାଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ। ସ୍ୱାମୀଜୀଙ୍କର ଅମ୍ଳାନ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ତଥା କନ୍ଧମାଳ ଜନଜାତିଙ୍କର ପାଇଁ ତାଙ୍କ ସେବା ଓ ତ୍ୟାଗକୁ ସମ୍ମାନ ଜଣାଇ ଆମ ସରକାର ସରକାରୀ ଭେଷଜ ମହାବିଦ୍ୟାଳୟ ଓ
चिकित्सालय अर्थात गवर्नमेंट मेडिकल कॉलेज एवं हॉस्पिटल को फुलवाणी यहाँ स्वामी लक्ष्मानंद सरस्वती नाम नामित कर गतकाली संपूर्ण भाव में यहाँ सरकार अनुमोदन कर सहित जलेशपटा आश्रम ऐतिह्यर संरक्षण आम पदक्षेप नौ आश्रम निकट में एक 300 आसन विशिष्ट छात्री निवास निर्माण जलेशपटा आश्रम और कन्याश्रम को जल जोगाण तथा अन्य सुविधार विकास 13 कोटी टंका मंजूर काम खूब शीघ्र आरंभ होगापी जाऊँ आम दलर प्रत्येक नेता कार्यकर्ता आम समस्त देशर सुरक्षा सार्वभौमत्व और संस्कृतिर उत्थान प्रतिबद्ध देशर विकास आम जेकोसी प्रकार त्याग करने प्रस्तुत हो रही था। स्वामी लक्ष्मानंद सरस्वती बड़ी जड़े महान सन्थ सी होती आमर प्रकृत आदर्श। डॉक्टर श्याम प्रसाद मुखर्जी वीर सावरकर अटल बिहारी वाजपेयी जी बड़ी महान नेता होती आमर आदर्श। यशस्वी प्रधानमंत्री नरेंद्र मोदी जी नेतृत्व में देश आज विकसित भारत लक्ष्य अग्रगति कर चली महान नेता पदांक अनुसरण कर त्याग और आदर्शर परिचय देते आमर प्रिय धर्मेंद्र प्रधान जी। देशर शिक्षा व्यवस्था ऐतिहासिक संस्कार आने सहित परीक्षा पद्धति को सुदृढ़ करने से अनेक पदक्षेप मान पेपर लीक करुवा दोषी मान विरुद्ध में दृढ़ कार्यानुष्ठान तथापि प्रधानमंत्री सम्मान और छात्र मान भावना को सम्मान दे धर्मेंद्र प्रधान जी इस्तीफा देते छात्र अन्याय चली आंदोलन को देश विरोधी शक्ति द्वारा अपव्यवहार को रखा इस्तीफा माननीय प्रधानमंत्री जी हाथ मुठा को आहरी सशक्त कर स्वामीजी जन्म शतवार्षिकी वर्ष अवसर में आम आदर्श को ओडिशार प्रत्येक गांव देशर कोण अनुकोण निश्चित भाव में पहुंचाइबू। देशर विभिन्न प्रमुख विश्वविद्यालय गुड़िक स्वामीजी जीवनी समाजसेवा वनवासी उत्थान एवं आध्यात्मिक दिग उपर सेमिनार कर्मशाला आयोजन कर जहाँ ये मत कहुई निश्चित भाव में स्वामीजी जहाँ कहते आमर जीवन मुक्ता जी जे प्रत्येक विश्वविद्यालय एवं कॉलेज मानक लाइब्रेरी मानक ये जो पुस्तक दय आज उन्मोचन कर पहुंचाई निश्चित भाव आम सरकार समस्त महाविद्यालय और विश्वविद्यालय मान पुस्तक को समस्त लाइब्रेरी मानक पहुंचाई दिया आज उन्मोचित होता वेदांत केसरी स्वामी लक्ष्मानंद सरस्वती कृति और व्यक्तित्व ये पुस्तकटी ओडिया और हिंदी उभय भाषा उपलब्ध होता देशर युवपीढ़ी को राष्ट्र सेवा त्याग और आध्यात्मिकतार निश्चित भाव में अनुप्राणित कर आसतु आज यही पवित्र अवसर में आम समस्त मिसी संकल्प नेबा जे स्वामीजी देखते सेवा संस्कार राष्ट्रभक्ति और हिंदुत्वर पथरे चली ओडिशा को एक समृद्ध सुरक्षित एवं आत्मसम्मानी राज्य भाव गढ़ी तोलिबा पूज्य स्वामी लक्ष्मानंद सरस्वती जी चरण कमल एति मोर वक्तव्य रखी चरण में मोर कोटि कोटि प्रणाम रखी आज मोर वक्तव्य शेष करुच्ची। समस्त को अनेक अनेक धन्यवाद।